ଆଜି ଏତେ ଜୋରେ ବର୍ଷା ହବ ବୋଲି କେବେ ଭାବି ନଥିଲୁ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ମୁଁ ଅଭି ଚ୍ୟାଲେଞ୍ଜକୁ ଆଜି ମୋ 30 ଦିନ ହେଇଗଲା। ଆଉ ହଁ, 30 ଚ୍ୟାଲେଞ୍ଜ ବି ଆଜି କମ୍ପ୍ଲିଟ୍ ହେଇଯାଇଛି। ସକାଳୁ ଉଠି ବାହାରି ପଡ଼ିଥିଲୁ କୋଚିଂ, ଯେହେତୁ ଆମର ଏକ୍ଜାମ ଚାଲିଥିଲା। ଆଉ 4ଟା ବେଳେ ବି ତ କୋଚିଂ ଥିଲା, ତ ଆମେ ବାହାରି ପଡ଼ିଥିଲୁ କୋଚିଂ 3 ଜଣ ଯାକ। ତାପରେ କୋଚିଂରୁ ଆସିଲା ବସିକି ବର୍ଷା ଉଠେଇଥିଲା, ତ ପିଣ୍ଟୁ ଜିମ୍ରେ ଛାଡ଼ିକି ଆମେ ଆସିଲା ବସିକି ଭାଇ ଏତେ ଜୋରେ ବର୍ଷା, କୁହନା କୁହନା, ପୁରା ଧୂଳି ଫୁଳି ଉଡ଼େଇ ଦଉଥିଲା। ତ ଆମେ ଗୋଟେ ଦୋକାନରେ ଯାହା ହଉ ରହିଯାଇଥିଲୁ। ତା ପିଣ୍ଟୁ ଯେହେତୁ ଜିମ୍ରେ ଥିଲା, ତ ପଳେଇଥିଲୁ ପିଣ୍ଟୁ ପାଖକୁ ଟିକେ ବର୍ଷା ଛାଡ଼ିଲା ପରେ। ସେତେ ବସିକି ବର୍ଷା ଘଡ଼ଘଡ଼ି ମାରୁଥିଲା। ତା ପିଣ୍ଟୁ ଜିମ୍ରେ ପହଞ୍ଚିଲା ବସିକି, ଆଉ ତାଙ୍କର ତ ଜିମ୍ରେ ଝରକା ବାଟେ ପାଣି ପଶିଯାଇଛି। ତାପରେ ସିଏ ୱାର୍କଆଉଟ୍ ଅନ୍ଧାରେ କରୁଥିଲା। ତାପରେ ସେଠୁ ସାରିକି ତାପରେ ଆମେ ବାହାରି ଆସିଥିଲୁ ଘରକୁ ଆସିବୁ ବୋଲି। ସେତେବେଳେ ବର୍ଷା ଯେହେତୁ ବହୁତ ଲେଟ୍ ହେଇଯାଇଥିଲା, ଆଉ ବର୍ଷା ବି ଛାଡ଼ୁନଥିଲା, ତ ପଳେଇ ଆସିଥିଲୁ ଆମେ ଘରକୁ। गाइस देखो हमारे बांकी में कितनी जोर से बारिश हो रही है। बारिश 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 दिखा सकते हो कैमरामैन, अभी दिखाओ। ମଜା ଲାଗୁଛି ଜିମ୍ ଭିତରେ କି ଆମକୁ ତ। ଦେନ୍ ଆମେ ବାହାରି ଆସିଥିଲୁ ଘରକୁ। ଆଉ ଗୋଟେ ଜାଗାରେ ଅଟକେଇ ବରା ଘୁଗୁନି ଆଣିଥିଲୁ, ଯେହେତୁ ବର୍ଷା ପାଗ, ଆଉ ବରା ଘୁଗୁନି ଖାଇବା ମଜା ହିଁ ଅଲଗା। ତ ସେଠୁ ବରା ଘୁଗୁନି ଆଣିକି ପଳେଇ ଆସିଥିଲୁ ଘରକୁ। ଆଜି ପାଇଁ ଏତିକି, ଦେଖା ହବ ଆଉ ଗୋଟେ ବ୍ଲଗରେ। ରହୁଛି, ଜୟ ଜଗନ୍ନାଥ।